ଘରେ ବା ଘରର ଆଖପାଖରେ କେଉଁ ପାଞ୍ଚଟି ଗଛ ରହିଲେ ଏହା ଆପଣଙ୍କର ଧନନାଶ କରିଥାଏ, ଏହା ଆପଣଙ୍କର ଉନ୍ନତିରେ ବାଧକ ସାଜିଥାଏ, ଏହା ଆପଣଙ୍କ ପାଇଁ ସମସ୍ୟା ନେଇକି ଆସିଥାଏ। ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ଦେଖନ୍ତୁ, ବାସ୍ତୁ ସିଦ୍ଧାନ୍ତ ଅନୁସାରେ ଏହିସବୁ ଗଛଗୁଡ଼ିକ ଯଦି ଆପଣଙ୍କର ଘରେ ବା ଘରର ଆଖପାଖରେ ଅଛି ତାହେଲେ ଏହିସବୁ ସମସ୍ୟା ଆପଣଙ୍କର ନିହାତି ଭାବରେ ହେବ। ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ନିହାତି ଭାବରେ ସଦା ସର୍ବଦା ଆପଣମାନେ ସମସ୍ୟା ଦେଇ ଗତି କରିବେ। ଗୋଟିଏ ସମସ୍ୟା ଯିବ, ଆଉ ଗୋଟିଏ ସମସ୍ୟା ଆସିବ, ଆଉ ଗୋଟିଏ ସମସ୍ୟା ଅନ୍ତ ହେବ, ଆଉ ଗୋଟିଏ ସମସ୍ୟା ଆସିବ। ତେଣୁ ଜାଣିବା ନିହାତି ଦରକାର ଯେ କେଉଁ ସବୁ ଗଛ ଆମ ଘରର ଆଖପାଖରେ ରହିଲେ ଏହା ଆମ ପାଇଁ ଅଶୁଭ। ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଘରର ମୁଖ୍ୟ ଦ୍ୱାରରେ ଯେତେ ସୁନ୍ଦର ସୁନ୍ଦର ଗଛ ଲତା ଆପଣମାନେ ଲଗାଇ ପାରିବେ ଏହା ଶୁଭକାରୀ ସାବ୍ୟସ୍ତ ହୋଇଥାଏ। ଖାସ୍ କରିକି ଯଦି ସୁନ୍ଦର ଲତାରେ ଆପଣମାନେ ନିଜର ମୁଖ୍ୟ ଦ୍ୱାରକୁ ସଜେଇକି ରଖନ୍ତି ତାହେଲେ ବହୁତ ଶୁଭକାରୀ ସାବ୍ୟସ୍ତ ହୋଇଥାଏ। ଠିକ୍ ସେହିପରି ଘରର ସମ୍ମୁଖରେ ଆପଣମାନେ ନାନାଦି ପ୍ରକାରର ସୁନ୍ଦର ସୁନ୍ଦର ଫୁଲ ଗଛ ବା ସୁନ୍ଦର ସୁନ୍ଦର ବୃକ୍ଷ ଆପଣମାନେ ଲଗାଇ ପାରିବେ, କିନ୍ତୁ ମନେ ରଖନ୍ତୁ ଯେମିତି ସେ ବୃକ୍ଷର ଛାଇ ଆପଣଙ୍କର ଘର ଉପରେ ନ ପଡ଼େ ସେଥିପ୍ରତି ମଧ୍ୟ ଧ୍ୟାନ ଦେବେ। ସେଥିପାଇଁ କୁହାଯାଇଛି ଯେ 5 ଫୁଟରୁ ଅଧିକ ବଡ଼ ଗଛ ଆପଣମାନେ କେବେ ହେଲେ ନିଜର ମୁଖ୍ୟ ଦ୍ୱାରରେ ଲଗାଇବେନି। କାହିଁକିନା 5 ଫୁଟ ଯଦି ଅଧିକା ହେବ ତାହେଲେ ତା'ର ଛାଇ ଆପଣଙ୍କର ଘର ଉପରେ ପଡ଼ିବ, ଆଉ ଏହା ଆପଣଙ୍କ ପାଇଁ ଅଶୁଭ ହେବ। ତେଣୁ ନିହାତି ଭାବରେ ଏଥିପ୍ରତି ଦୃଷ୍ଟି ଦେବେ। ଠିକ୍ ସେହିପରି ଆପଣଙ୍କର ଘରର ଅଗ୍ନି କୋଣରେ କିମ୍ବା ନୈಋତ କୋଣରେ କୌଣସି ଗଛ ଯେମିତି ନଥାଏ ସେଥିପ୍ରତି ନିହାତି ଭାବରେ ଧ୍ୟାନ ଦେବେ। ତେବେ ଆପଣମାନେ ନିଜର ଅଗ୍ନି କୋଣରେ ଡାଳିମ୍ବ ଗଛ ଲଗାଇ ପାରିବେ, କିନ୍ତୁ ଅନ୍ୟ କୌଣସି ବି ଗଛ ଲଗାଇବେ ନାହିଁ। ଠିକ୍ ସେହିପରି ଯଦି ଆପଣମାନେ ନିଜର ଉତ୍ତର ଦିଗରେ କନକ ଚମ୍ପାର ଗୋଟିଏ ଫୁଲ ଗଛ ଲଗାନ୍ତି ତାହେଲେ ଏହା ଯୋଗୁଁ ଆପଣଙ୍କର ଧନ ସମସ୍ୟା ଶେଷ ହୋଇଥାଏ। ବା ଆର୍ଥିକ ସମସ୍ୟା ଯଦି ଆପଣଙ୍କର ଅଛି ତାହେଲେ ନିଜ ଘରର ଉତ୍ତର ଦିଗରେ ଗୋଟିଏ କନକ ଚମ୍ପାର ଗଛ ଲଗାନ୍ତୁ, ଯାହା ଆପଣମାନଙ୍କ ପାଇଁ ଅନେକ ଶୁଭଫଳ ଆଣି ଦେଇଥାଏ। ଖାସ୍ କରିକି ଧନର ସମସ୍ୟାକୁ ଶେଷ କରିଥାଏ। ତାପରେ ଯଦି ଘରର ମୁଖିଆ ବେପାର କରୁଛନ୍ତି ତାହେଲେ ଆପଣଙ୍କୁ ବେଲ ଗଛଟିଏ ଏବଂ ନିମ୍ବ ଗଛଟିଏ ନିଜର ଘରର ସୀମାରେ ବା ଯେଉଁ ଜାଗା ଯେତିକି ଆପଣଙ୍କର ଅଛି ସେ ଜାଗାର ସୀମା ଭିତରେ ଏ 2ଟି ଗଛ ନିହାତି ଭାବରେ ଲଗାଇବା ଦରକାର, ଆଉ ତା'ର ଦାୟିତ୍ୱ ନେବା ଦରକାର। ଖାସ୍ କରିକି ଆପଣଙ୍କର ବେପାର ବଢ଼ିଥାଏ, ବେପାରରେ ଆପଣମାନେ ଯଥେଷ୍ଟ ଲାଭବାନ ହୋଇଥାନ୍ତି। ସେହିପରି ଆପଣମାନେ ନିଜର ଘରର ମୁଖ୍ୟ ଦ୍ୱାରରେ ଯଦି ଲତା ଲଗାନ୍ତି, ଲତା ଜାତୀୟ ଯେକୌଣସି ଗଛ, ଫୁଲ ଗଛ ହେଉ ବା ସୋ ପିସ୍ ଗଛ ହେଉ ଲଗାନ୍ତି, ଏହା ଆପଣମାନଙ୍କ ପାଇଁ ଶୁଭଫଳ ଆଣି ଦେଇଥାଏ। କିନ୍ତୁ ମନେ ରଖନ୍ତୁ ଯେମିତି ଲତାଟି ସବୁବେଳେ ତଳୁ ଉପରକୁ ଯାଉଥିବ। ଯଦି ଲତାଟି ଉପରକୁ ଯାଇକି ପୁଣି ତଳକୁ ଆସେ ତାହେଲେ ଆପଣଙ୍କର ଅଧୋଗତି ହେବ ବା ଉନ୍ନତି ଆପଣଙ୍କର ଅବନତିରେ ପରିଣତ ହେବ। ତେବେ ଯଦି ଲତା ଲଗାଉଛନ୍ତି, ସୋପିସ୍ ଗଛ ଲଗାଇଛନ୍ତି ତାହେଲେ ଏଥିପ୍ରତି ନିହାତି ଭାବରେ ଦୃଷ୍ଟି ଆପଣମାନେ ଦେବେ। ସେହିପରି କଦଳୀ ଗଛ ଲଗାଇବା ମଧ୍ୟ ବହୁତ ଶୁଭକାରକ। କିନ୍ତୁ ଯଦି କଦଳୀ ଗଛ ପାଖରେ ତୁଳସୀ ଗଛ ଲଗାନ୍ତି ବା ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାନ୍ତି ତାହେଲେ ଏହା ଆପଣଙ୍କୁ ଆକସ୍ମିକ ଧନଲାଭ ଦେଇଥାଏ। ତେବେ ଜାଣିବା ଯେ କେଉଁ ସବୁ ଗଛ ଗୁଡ଼ିକ ଆମ ଘରେ ରହିଲେ ଆମ ପାଇଁ ଅଶୁଭ। ପ୍ରଥମେ ଜାଣି ରଖନ୍ତୁ ଯେ କଣ୍ଟାଯୁକ୍ତ ଗଛ ଯଦି ଆପଣଙ୍କର ଘରର ବାଡ଼ିରେ ବା ଘରର ପାଖରେ ଆଖପାଖରେ ରହେ ଏହା ଆପଣଙ୍କ ପାଇଁ ବାସ୍ତୁଦୋଷ ନେଇକି ଆସିଥାଏ। କଣ୍ଟା ଗଛ ରହିଲେ କ'ଣ ହେବ ନା ଆପଣଙ୍କର ଜୀବନଟି ମଧ୍ୟ କଣ୍ଟକମୟ ହେଇଯିବ ବା ସବୁବେଳେ ଆପଣମାନେ ଗୋଟେ କଳି ଝଗଡ଼ାର ଶିକାର ହେବେ। ଘରର ସଦସ୍ୟମାନଙ୍କ ଭିତରେ ସବୁବେଳେ ତିଖାତିଖି ରହିବ। ତେଣୁ କଣ୍ଟାଯୁକ୍ତ ଗଛ ଗୁଡ଼ିକ ଘରେ ଲଗାଇବା ଅଶୁଭ। କିନ୍ତୁ ଆପଣମାନେ ଗୋଲାପ ଗଛ ଲଗାଇ ପାରିବେ ଯଦି ଆପଣମାନେ ଚାହୁଁଛନ୍ତି। କିନ୍ତୁ ଗୋଲାପ ଗଛ ଯଦି ଆପଣମାନେ ଛାତ ଉପରେ ନେଇକି ଲଗାନ୍ତି କୌଣସି ଗାଙ୍ଗୁଲା ଭିତରେ ପୂରେଇକି ତାହେଲେ ଏହା ଆପଣମାନଙ୍କ ପାଇଁ ଅଧିକ ଶୁଭ ହୋଇଥାଏ। ତାପରେ ହେଲା କ୍ଷୀରଯୁକ୍ତକ ଗଛ। ଯେଉଁ ଗଛର ପତ୍ରଟିକୁ ଯଦି ଆପଣମାନେ ଛିଡ଼େଇ ଦେବେ ଦେଖିବେ ସେଥିରୁ କ୍ଷୀର ବାହାରୁଥିବ। ଖାସ୍ କରିକି ଅରଖ ଗଛ ଯେମିତି, ସେଭଳି ଗଛ କେବେ ବି ଘରେ ବା ଘରର ଆଖପାଖରେ ରହିବା ଅନୁଚିତ। ଠିକ୍ ସେହିପରି ତା ପରବର୍ତ୍ତୀ ଗଛ ହେଲା ଯେଉଁ ଗଛ ଆଜ୍ଞା ଶୁଖି ଯାଇଥିବ, ମରିଯାଇଥିବ,
जदि आपण मैंने किसी गछ लगे गांगुलारे हो बा तले माटी हो जदि किसी गछ मरी जाइथिबो मौली जाइथिबो झाउली जाइथिबो ताहले ताकू ओपाड़िकी ताकू फिंगिदेवा भल से भली गछ जदि मरिकी कौन गछ आपणकर घर आखपाखे रहे ताहले एथुरु जानतु जे आपण माने मध्य खूब शीघ्र आपणकर उन्नति रे बाधा आसीबो सेथिपाई निहाती भाव में ताकू ओपाड़िकी फिंगिदेवा दरकार से भली बरगछ निहाती भाव में शुभ बरगछ जदि आपणकर घर पाखरे रहे ताले यह आपणक पई अशुभ कहीं देखंतु बरगछर चेर बहुत मजबूत होता है आउ ताहा बहुत दूर पर्यंत मध्य जाइए माटी तले तले तेणु जदि बरगछटी आपणकर घर पाखरे रहिबो तार चेर निहाती भाव में आपणकर घरर फाउंडेशन को खराब करिवो तेणु बरगछ आपणक घर पाखरे रहिबा आपण मानक पई अशुभ सेपरि लेंबू गछ हो किंबा बंर कोली गछ हो ये सब गछ मध्य आपणक घर ठारू यथेष्ट दूर रे रहिबा आवश्यक नले यह आमको फल दे थाए सत किंतु जदि आपणकर घर बाड़ी रे बा घरर आखपाखरे रहे ताहले यह आपण मानक पई अशुभ सेपरि कपास गछ बा तुला जोठु बाहरे से भली गछ मध्य आमर घरर आखपाखरे रहिबा अशुभदायक तेणु जदि आपणकर घर पाखरे मध्य एई सब गछ अछि ताले तुरंत यहाको बाहर कर दियंतु नहले यह आपण मानक पई अशुभ फल नहीं कि आसीबो तेबे आशा करूछि आजिकार भिडियोटी आपण मानकु निश्चय भल लागिथिबो जदि भिडियो भल लागिथाय भिडियो को लाइक करिवे शेयर करिवे चैनल को सब्सक्राइब करिवे रहिली जय जगन्नाथ।